ଦେଖନ୍ତୁ ଏଇ ଘଟଣାଟି 2018 ମସିହାରେ ହେଇଥିଲା ଡିସେମ୍ବର 28 ତାରିଖ ଦିନ। ଅଭିଯୋଗ ମୁତାବକ ତା ମାର ଅଭିଯୋଗ ଥିଲା ଯେ ତାର ନାବାଳିକା ଝିଅ 17 ବର୍ଷର ତା ମାମୁଁ ଘରେ ରହିକି ପାଠ ପଢୁଥିଲା ଭଣ୍ଡାରୀ ପୋଖରୀ ଅଞ୍ଚଳରେ। ସେଇଠି ପାଠ ପଢିଲା ଭିତରେ ଅଭିଯୁକ୍ତ ଯୁବକ ଜଣକ ତାର ପ୍ରେମ ସମ୍ପର୍କ ଗଢି ଉଠିଲା। ତାର କିଛି ଦିନ ପରେ ପୀଡ଼ିତା ଜଣକ ତା ନିଜ ଘରକୁ ଆସିଥିଲା ବେଳେ ବାଳମୁକୁଳି ହାଟରୁ এই অভিযুক্ত তার জଣେ ସାଥୀକୁ ଏକ ମୋଟର ସାଇକେଲରେ ପୀଡ଼ିତାଙ୍କୁ ବସାଇ ପାଣିକୋଇଲିରୁ ପୁରୀ, ପୁରୀରୁ ସୁରଟ, ସୁରଟରୁ ହାଇଦ୍ରାବାଦ, ଏହିପରି ପାଖାପାଖି ଗୋଟେ ବର୍ଷରୁ ଉର୍ଦ୍ଧ୍ୱ ପୀଡ଼ିତାକୁ ରଖିଥିଲା ତା ପାଖରେ ଏବଂ ତାକୁ ରଖି ବାରମ୍ବାର ତା ସହିତ ଦୁଷ୍କର୍ମ କରୁଥିବାର ଅଭିଯୋଗ କରିଥିଲେ ନିଜେ ପୀଡ଼ିତା। ନିଜେ ପୋଲିସ ପାଖରେ ଜବାନବନ୍ଦୀ ଦେବା ସହିତ କୋର୍ଟରେ ମଧ୍ୟ ପୀଡ଼ିତା ଏହି ଜବାନବନ୍ଦୀ ଦେଇଥିଲେ। ଏହି ଘଟଣାର ଆଜି ଚୂଡ଼ାନ୍ତ ଶୁଣାଣି ସରିଛି। ଯାଜପୁର ସ୍ୱତନ୍ତ୍ର ପୋକ୍ସୋ ଜଜ୍ ଅଭିଜିତ ପଲେଇ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ଦାସକୁ 20 ବର୍ଷର ସଶ୍ରମ କାରାଦଣ୍ଡ ରାୟ ଶୁଣାଇବା ସହ 10,000 ଟଙ୍କାର ଜରିମାନାର ରାୟ ପ୍ରକାଶ କରିଛନ୍ତି। ଅନାଦାୟ ଅଧିକ 3 ମାସ ଜେଲ ଦଣ୍ଡାଦେଶର ରାୟରେ ଉଲ୍ଲେଖ ରଖିଛନ୍ତି। ସେହିପରି ପୀଡ଼ିତାଙ୍କୁ ତାଙ୍କର କ୍ଷତିପୂରଣ ବାବଦକୁ 1 ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।